ଆଜିର ବିଷୟ ହେଉଛି ଅନାସକ୍ତି ହିଁ ପୂର୍ଣ୍ଣ ଆତ୍ମତ୍ୟାଗ। ଆମମାନଙ୍କ ଅନ୍ତରରୁ ନିର୍ଗତ ଅର୍ଥାତ୍ ଆମର କାୟ ମନ ଓ ବାକ୍ୟ ଦ୍ୱାରା କୃତ ପ୍ରତ୍ୟେକଟି କାର୍ଯ୍ୟ ଯେପରି ପୁନର୍ବାର ପ୍ରତିକ୍ରିୟା ରୂପେ ଆମମାନଙ୍କ ନିକଟକୁ ଫେରିଆସେ, ସେହିପରି ଆମମାନଙ୍କର କାର୍ଯ୍ୟ ଅନ୍ୟ ବ୍ୟକ୍ତି ଉପରେ ଏବଂ ସେମାନଙ୍କ କାର୍ଯ୍ୟ ଆମ ଉପରେ ପ୍ରଭାବ ବିସ୍ତାର କରିପାରେ। ତୁମେ ସମସ୍ତେ ହୁଏତ ଲକ୍ଷ୍ୟ କରିଥିବ ଯେ କେହି ଯେବେ କିଛି ମନ୍ଦ କାର୍ଯ୍ୟ କରେ ସେତେବେଳେ ସେ କ୍ରମଶଃ ଆହୁରି ମନ୍ଦ ଆଡ଼କୁ ଗତି କରେ ଏବଂ ଯେତେବେଳେ ସେ ସତ୍କାର୍ଯ୍ୟ କରିବାକୁ ଆରମ୍ଭ କରେ ସେତେବେଳେ ତାହାର ଅନ୍ତରାତ୍ମା ଦିନକୁ ଦିନ ସବଳରୁ ସବଳତର ହେଉଥାଏ। ସୁତରାଂ ସର୍ବଦା ସତ୍କାର୍ଯ୍ୟ କରିବା ପାଇଁ ପ୍ରବୃତ୍ତ ହୁଅ। ଏକ ମନ ଆଉ ଏକ ମନ ଉପରେ କାର୍ଯ୍ୟ କରେ। ଏହି ତତ୍ତ୍ୱ ବ୍ୟତୀତ କର୍ମର ପ୍ରଭାବର ଏହି ଶକ୍ତି ବୃଦ୍ଧି ଅନ୍ୟ କୌଣସି ଉପାୟରେ ବ୍ୟାଖ୍ୟା କରାଯାଇ ନପାରେ। ପଦାର୍ଥ ବିଜ୍ଞାନରୁ ଗୋଟିଏ ଉପମା ଗ୍ରହଣ କଲେ କୁହାଯାଇପାରେ ଯେ ମୁଁ ଯେବେ କୌଣସି କାର୍ଯ୍ୟ କରୁଅଛି ସେ ସମୟରେ ମୋର ମନ କୌଣସି ନିର୍ଦ୍ଦିଷ୍ଟ କମ୍ପନ ଅବସ୍ଥାରେ ରହିଅଛି। ଏହିପରି ଅବସ୍ଥାପନ୍ନ ସକଳ ମନ ହିଁ ମୋ ମନ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଅଛି। ଯଦି କୌଣସି ଗୃହରେ ଗୋଟିଏ ସ୍ୱରରେ ବନ୍ଧା ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଥାଏ, ସେଗୁଡ଼ିକ ମଧ୍ୟରୁ ଗୋଟିକରେ ଆଘାତ କଲେ ଅନ୍ୟ ଗୁଡ଼ିକ ମଧ୍ୟ ସେହି ସ୍ୱରରେ ବାଜିବାର ଉପକ୍ରମ ହୋଇଥାଏ। ସେହିପରି ଯେଉଁ ସବୁ ମନ ଗୋଟିଏ ସ୍ୱରରେ ବନ୍ଧା, ସେମାନଙ୍କ ମନ ଉପରେ ଗୋଟିଏ ପ୍ରକାର ଚିନ୍ତା ସମଭାବରେ କାର୍ଯ୍ୟ କରିବ। ଅବଶ୍ୟ ଦୂରତ୍ୱ ଓ ଅନ୍ୟାନ୍ୟ କାରଣ ହେତୁ ଚିନ୍ତାର ପ୍ରଭାବର ତାରତମ୍ୟ ରହିବ, କିନ୍ତୁ ମନ ପ୍ରଭାବିତ ହେବାର ସମ୍ଭାବନା ସର୍ବଦା ରହିବ ହିଁ ରହିବ। ମନେକର ମୁଁ କୌଣସି ମନ୍ଦ କାର୍ଯ୍ୟ କରୁଅଛି, ମୋ ମନ କମ୍ପନର ଏକ ବିଶେଷ ସ୍ୱରରେ ରହିଅଛି, ତାହେଲେ ଜଗତରେ ସେହିପରି କମ୍ପନ ବିଶିଷ୍ଟ ସକଳ ମନ ହିଁ ମୋ ମନ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିବ। ଏହିପରି ମୁଁ ଯେବେ କୌଣସି ଭଲ କାର୍ଯ୍ୟ କରେ ସେତେବେଳେ ମୋ ମନ ଅନ୍ୟ ଏକ ସ୍ୱରରେ କମ୍ପିତ ହେଉଅଛି ଏବଂ ସେହି ସ୍ୱରରେ ବନ୍ଧା ସମସ୍ତ ମନ ମୋ ମନ ଦ୍ୱାରା ପ୍ରଭାବିତ ହୋଇପାରେ। ପ୍ରାଣ ଶକ୍ତିର ତାରତମ୍ୟ ଅନୁସାରେ ମନ ଉପରେ ମନର ଏହି ପ୍ରଭାବ ବିସ୍ତାର କରିବା ଶକ୍ତି ମଧ୍ୟ କମ୍ ବେଶୀ। ପୂର୍ବୋକ୍ତ ଉପମା ଅନୁସାରେ ଆଉ ଟିକିଏ ଅଗ୍ରସର ହେଲେ ବୁଝାଯିବ ଯେ ଆଲୋକ ତରଙ୍ଗ ଗୁଡ଼ିକ ଯେପରି କୌଣସି ବସ୍ତୁରେ ପ୍ରତିହତ ହେବା ପୂର୍ବରୁ ଲକ୍ଷ ଲକ୍ଷ ବର୍ଷ ଶୂନ୍ୟ ମାର୍ଗରେ ଭ୍ରମଣ କରିପାରେ, ସେହିପରି ଏହି ଚିନ୍ତା ତରଙ୍ଗ ଗୁଡ଼ିକ ମଧ୍ୟ ଯେତେ ଦିନ ସମଭାବେ ସ୍ପନ୍ଦିତ ହେବା ଭଳି ଗୋଟିଏ ବସ୍ତୁ ଲାଭ ନ କରେ ସେତେଦିନ ହୁଏତ ଶତ ଶତ ବର୍ଷ ଶୂନ୍ୟରେ ଭ୍ରମଣ କରିବେ। ଖୁବ୍ ସମ୍ଭବ ଆମର ଏହି ବାୟୁମଣ୍ଡଳ ଏହିପରି ଭଲ ମନ୍ଦ ଉଭୟ ପ୍ରକାର ଚିନ୍ତା ତରଙ୍ଗରେ ପରିପୂର୍ଣ୍ଣ। ବିଭିନ୍ନ ମସ୍ତିଷ୍କରୁ ପ୍ରସୂତ ପ୍ରତ୍ୟେକ ଚିନ୍ତା ହିଁ ଏହି ପ୍ରକାର ସ୍ପନ୍ଦିତ ହୋଇ ଭ୍ରମଣ କରୁଅଛି, ଯେତେଦିନ ପର୍ଯ୍ୟନ୍ତ ଏହା ଗୋଟିଏ ଉପଯୁକ୍ତ ଆଧାର ନ ପାଇଛି। ଯେଉଁ ଚିତ୍ତ ଏହି ଆବେଗ ସମୂହର କିଛି ଅଂଶ ଗ୍ରହଣ କରିବା ପାଇଁ ଉନ୍ମୁକ୍ତ ରହିଅଛି, ସେହି ଚିତ୍ତ ଶୀଘ୍ର ହିଁ ଏହି ଭାବରେ ସ୍ପନ୍ଦିତ ହୁଏ। ସୁତରାଂ ଯେବେ କେହି କିଛି ଅସତ୍କର୍ମ କରେ ସେତେବେଳେ ତାହାର ମନ ଏକ ବିଶେଷ ସ୍ତରରେ ପହଞ୍ଚେ, ଆଉ ସେହି ସ୍ତରର ଯେଉଁ ସବୁ ତରଙ୍ଗ ପୂର୍ବରୁ ବାୟୁମଣ୍ଡଳରେ ରହିଅଛି ସେଗୁଡ଼ିକ ତା ମନରେ ପ୍ରବେଶ କରିବା ପାଇଁ ଚେଷ୍ଟା କରନ୍ତି। ଏଥିପାଇଁ ଯିଏ ଅସତ୍ କାର୍ଯ୍ୟ କରେ ସେ ସାଧାରଣତଃ ଦିନକୁ ଦିନ ଆହୁରି ଅଧିକ ଅସତ୍ କାର୍ଯ୍ୟ ହିଁ କରୁଥାଏ। ତାହାର କର୍ମ କ୍ରମଶଃ ପ୍ରବଳ ହୁଏ। ଯିଏ ଭଲ କାର୍ଯ୍ୟ କରେ ତାହା ପକ୍ଷରେ ମଧ୍ୟ ଏହିପରି। ତାହାର ବାୟୁମଣ୍ଡଳ ଶୁଭ ତରଙ୍ଗ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥାଏ। ସୁତରାଂ ତାହାର ଶୁଭ କର୍ମଗୁଡ଼ିକ ଅଧିକ ଶକ୍ତିଲାଭ କରିବ। ଅତଏବ ଅସତ୍କର୍ମ କରିବାକୁ ଯାଇ ଦୁଇ ପ୍ରକାର ବିପଦରେ ଆମେ ପଡ଼ିପାରୁ। ପ୍ରଥମତଃ ଆମର ଚାରିପଟର ଅସତ୍ ପ୍ରଭାବ ଗୁଡ଼ିକରେ ଆମେ ଯେପରି ନିଜକୁ ଭସାଇ ଦେଉ, ଦ୍ୱିତୀୟତଃ ଆମେ ନିଜେ ଏପରି ଅଶୁଭ ତରଙ୍ଗ ସୃଷ୍ଟି କରୁ ଯାହାକି
ଶତ ଶତ ବର୍ଷ ପରେ ମଧ୍ୟ ଅନ୍ୟକୁ ଆକ୍ରମଣ କରିପାରେ। ହୋଇପାରେ ଆମର ଅଶୁଭ କାର୍ଯ୍ୟ ଶତ ଶତ ବର୍ଷ ପରେ ଅନ୍ୟକୁ ଆକ୍ରମଣ କରିବ। ଅସତ୍କର୍ମ କରି ଆମେ ନିଜର ଏବଂ ଅନ୍ୟର ଅନିଷ୍ଟ କରୁ। ସତ୍କର୍ମ କରି ଆମେ ଆଗେ ଆମର ତଥା ଅନ୍ୟର ଉପକାର କରୁ। ଅନ୍ୟାନ୍ୟ ଶକ୍ତିତୁଲ୍ୟ ମନୁଷ୍ୟର ଅଭ୍ୟନ୍ତରସ୍ଥ ଏହି ସତ୍ ଅସତ୍ ଶକ୍ତିଦ୍ୱୟ ମଧ୍ୟ ବାହାରକୁ ଆସିବାକୁ ବଳ ସଞ୍ଚୟ କରିଥାନ୍ତି। କର୍ମଯୋଗ ମତରେ କୃତ କର୍ମ ଫଳପ୍ରଦ ନ ହୋଇ କେବେ ହେଲେ ନଷ୍ଟ ହୋଇପାରେ ନାହିଁ। ପ୍ରକୃତିର କୌଣସି ଶକ୍ତି ଏହାର ଫଳ ପ୍ରସବକୁ ରୋଧ କରିପାରେ ନାହିଁ। କୌଣସି ଅସତ୍କର୍ମ କଲେ ମୁଁ ତାହାର ଫଳ ଭୋଗିବି। ଜଗତରେ ଏପରି କୌଣସି ଶକ୍ତି ନାହିଁ ଯାହା ତାକୁ ରୋଧ କରିପାରିବ। ଠିକ୍ ସେହିପରି କୌଣସି ସତ୍କର୍ମ କଲେ ଜଗତର କୌଣସି ଶକ୍ତି ତାହାର ଶୁଭ ଫଳ ରୋଧ କରିପାରେ ନାହିଁ। କାରଣ ଥିଲେ କାର୍ଯ୍ୟ ହେବ ହିଁ ହେବ। କିଛି ଏହାକୁ ବାଧା ଦେଇପାରେ ନାହିଁ, ରୋଧ କରିପାରେ ନାହିଁ। ବର୍ତ୍ତମାନ କର୍ମଯୋଗ ସମ୍ବନ୍ଧରେ ଗୋଟିଏ ସୂକ୍ଷ୍ମ ଓ ଗୁରୁତର ସମସ୍ୟା ଦେଖାଦେଇଛି। ଯଥା ଆମମାନଙ୍କର ଏହି ସକଳ ଅସତ୍କର୍ମ ପରସ୍ପର ସହିତ ଘନିଷ୍ଠ ଭାବେ ସମ୍ପୃକ୍ତ। ଆମେ ଗୋଟିଏ ସୀମାରେଖା ଟାଣି କହିନପାରୁ ଯେ ଏହି କାର୍ଯ୍ୟଟି ସମ୍ପୂର୍ଣ୍ଣ ଭଲ ଆଉ ଅନ୍ୟଟି ସମ୍ପୂର୍ଣ୍ଣ ମନ୍ଦ। ଏପରି କୌଣସି କର୍ମ ନାହିଁ ଯାହା ଏକ ସମୟରେ ଶୁଭ ଓ ଅଶୁଭ ଦୁଇ ପ୍ରକାରର ଫଳ ପ୍ରସବ ନ କରେ। ଗୋଟିଏ ଉଦାହରଣ ନିଆଯାଉ। ମୁଁ ତୁମମାନଙ୍କ ସାଥିରେ କଥା କହୁଛି। ତୁମମାନଙ୍କ ମଧ୍ୟରୁ କେହି କେହି ହୁଏତ ଭାବୁଛ ମୁଁ ଭଲ କାର୍ଯ୍ୟ କରୁଛି, କିନ୍ତୁ ଏହି ଏକ ସମୟରେ ମୁଁ ବାୟୁମଣ୍ଡଳସ୍ଥ ସହସ୍ର ସହସ୍ର କୀଟାଣୁ ଧ୍ୱଂସ କରୁଅଛି। ଏହିପରି ମୁଁ କାହାରି ଅନିଷ୍ଟ କରୁଅଛି। ଯେତେବେଳେ ଆମ କାର୍ଯ୍ୟ ନିକଟସ୍ଥ ପରିଚିତ ବ୍ୟକ୍ତିମାନଙ୍କ ଉପରେ ଶୁଭ ପ୍ରଭାବ ବିସ୍ତାର କରେ, ସେତେବେଳେ ଆମେ ଏହି କାର୍ଯ୍ୟକୁ ଭଲ କାମ ବୋଲି କହୁ। ଉଦାହରଣ ସ୍ୱରୂପ, ମୋର ଏହି ବକ୍ତୃତାକୁ ତୁମେ ସବୁ ଭଲ କହିପାର, କୀଟାଣୁଗୁଡ଼ିକ କିନ୍ତୁ ସେ କଥା କହିବେ ନାହିଁ। କୀଟାଣୁଗୁଡ଼ିକୁ ତୁମେମାନେ ଦେଖିପାରୁନାହଁ, କେବଳ ନିଜ ନିଜକୁ ଦେଖିପାରୁଛ। ତୁମମାନଙ୍କ ଉପରେ ମୋର କଥାର ପ୍ରଭାବ ପ୍ରତ୍ୟକ୍ଷ, କିନ୍ତୁ କୀଟାଣୁଗୁଡ଼ିକ ଉପରେ ଏହାର ପ୍ରଭାବ ସେତେ ପ୍ରତ୍ୟକ୍ଷ ନୁହେଁ। ଏହିପରି ଯଦି ଆମେ ଆମର ଅସତ୍ କାର୍ଯ୍ୟଗୁଡ଼ିକୁ ବିଶ୍ଳେଷଣ କରି ଦେଖୁ, ତେବେ ଦେଖିବା ଏଗୁଡ଼ିକ ଦ୍ୱାରା ହୁଏତ କେଉଁଠି ହେଲେ କିଛି ନା କିଛି ଶୁଭ ଫଳ ହୋଇଅଛି। ଯିଏ ଶୁଭ କର୍ମ ମଧ୍ୟରେ କିଛି ଅଶୁଭ, ପୁନଶ୍ଚ ଅଶୁଭ ମଧ୍ୟରେ କିଛି ଶୁଭ ଦେଖନ୍ତି, ସେ ହିଁ ପ୍ରକୃତ କର୍ମ ରହସ୍ୟ ବୁଝିଛନ୍ତି। ଏଥିରୁ କି ସିଦ୍ଧାନ୍ତ କରାଯାଏ? ସିଦ୍ଧାନ୍ତ ଏହି ଯେ ଆମେ ଯେତେ ଚେଷ୍ଟା କରୁନା କାହିଁକି ଏପରି କୌଣସି କାର୍ଯ୍ୟ ହୋଇନପାରେ ଯାହା ସମ୍ପୂର୍ଣ୍ଣ ପବିତ୍ର ଅଥବା ସମ୍ପୂର୍ଣ୍ଣ ଅପବିତ୍ର। ସେଠାରେ ହିଂସା ବା ଅହିଂସା ଏହି ଅର୍ଥରେ ଅପବିତ୍ରତା ଅଥବା ପବିତ୍ରତା ଗ୍ରହଣ କରିବାକୁ ହେବ। ଅନ୍ୟର ଅନିଷ୍ଟ ନ କରି ଆମେ ଶ୍ୱାସ ପ୍ରଶ୍ୱାସ ତ୍ୟାଗ ବା ଜୀବନ ଧାରଣ କରିପାରିବା ନାହିଁ। ଆମର ପ୍ରତ୍ୟେକ ଅନ୍ନମୁଷ୍ଟି ଅନ୍ୟର ମୁଖରୁ କାଢ଼ି ନିଆ ହୋଇଛି। ଆମେ ବଞ୍ଚି ସମଗ୍ର ଜଗତ ପରିବ୍ୟାପ୍ତ ହୋଇ ରହିଥିବାରୁ ଅନ୍ୟ କେତେଗୁଡ଼ିଏ ପ୍ରାଣୀଙ୍କର କଷ୍ଟ ହେଉଅଛି। ହୋଇପାରେ ସେମାନେ ମନୁଷ୍ୟ ଅଥବା ପ୍ରାଣୀ ଅଥବା କୀଟାଣୁ, ସେ ଯାହା ହେଉନା କାହିଁକି ଆମେ କୌଣସି ନା କୌଣସି ପ୍ରାଣୀର ସ୍ଥାନ ସଙ୍କୁଚିତ କରୁଅଛୁ, ସ୍ଥାନ ସଙ୍କୋଚ କରିବାର କାରଣ ହୋଇଅଛୁ। ଏହିପରି ଯଦି ହୁଏ, ତେବେ ସ୍ପଷ୍ଟ ବୁଝାଯାଉଛି ଯେ କର୍ମ ଦ୍ୱାରା କେବେ ହେଲେ ପୂର୍ଣ୍ଣତା ଲାଭ କରିହୁଏ ନାହିଁ। ଆମେ ଅନନ୍ତ କାଳ ପର୍ଯ୍ୟନ୍ତ କାର୍ଯ୍ୟ କରିଯାଇପାରୁ, କିନ୍ତୁ ଏହି ଜଟିଳ ସଂସାର ରୂପକ ଗୋଲକ ଧନ୍ଦାରୁ ବାହାରିବାର ପଥ ମିଳିବ ନାହିଁ। ତୁମେ କ୍ରମାଗତ କାର୍ଯ୍ୟ କରିଯାଇପାର, କର୍ମଫଳରେ ଶୁଭ ଓ ଅଶୁଭର ଅବଶ୍ୟମ୍ଭାବୀ ମିଶ୍ରଣର ଅନ୍ତ ନାହିଁ। ଦ୍ୱିତୀୟ ବିବେଚ୍ୟ ବିଷୟ ହେଲା କର୍ମର ଉଦ୍ଦେଶ୍ୟ କ'ଣ? ଆମେମାନେ ଦେଖୁ ପ୍ରତ୍ୟେକ ଦେଶର ଅଧିକାଂଶ ଲୋକଙ୍କର ଏହି ବିଶ୍ୱାସ ଯେ ଏକ ସମୟରେ ଏହି ଜଗତ ପୂର୍ଣ୍ଣତା ଲାଭ କରିବ। ସେତେବେଳେ ବ୍ୟାଧି, ମୃତ୍ୟୁ, ଦୁଃଖ ବା ଦୁର୍ନୀତି ରହିବ ନାହିଁ। ଏହା ଅବଶ୍ୟ ଭଲ କଥା।
ଅଜ୍ଞ ବ୍ୟକ୍ତିମାନଙ୍କୁ ଉନ୍ନତ ଓ ଉତ୍ସାହିତ କରିବା ପାଇଁ ଏହା ଖୁବ୍ ପ୍ରେରଣା ଯୋଗାଏ। କିନ୍ତୁ ଯଦି ଆମେ ମୁହୂର୍ତ୍ତେ ଚିନ୍ତା କରୁ ତାହେଲେ ସ୍ପଷ୍ଟ ଦେଖିବା ଏପରି କେବେ ହେଲେ ହୋଇପାରେ ନାହିଁ। ଏହା ହେବ କିପରି? ଭଲ ମନ୍ଦ ଗୋଟିଏ ମୁଦ୍ରାର ଏପଟ ସେପଟ। ମନ୍ଦକୁ ଛାଡ଼ିଲେ ଭଲ ମିଳିବ କିପରି? ପୂର୍ଣ୍ଣତାର ଅର୍ଥ କ'ଣ? ପରିପୂର୍ଣ୍ଣ ଜୀବନ ଗୋଟିଏ ସ୍ୱବିରୋଧୀ ବାକ୍ୟ। ପ୍ରତ୍ୟେକ ବାହ୍ୟ ବସ୍ତୁ ସହିତ ଆମର ଅବିରତ ସଂଗ୍ରାମ ହିଁ ହେଉଛି ଜୀବନ। ପ୍ରତି ମୁହୂର୍ତ୍ତରେ ଆମେ ବହି ପ୍ରକୃତି ସହିତ ସଂଗ୍ରାମ କରୁଥାଉ। ଯଦି ଆମେ ଏଥିରେ ପରାସ୍ତ ହେଉ ଆମ ଜୀବନ ଧ୍ୱଂସ ହୋଇଯିବ। ଆହାର ଓ ବାୟୁ ପାଇଁ ପ୍ରତିନିୟତ ଚେଷ୍ଟାର ନାମ ହେଲା ଜୀବନ। ଆହାର ବା ବାୟୁ ନ ପାଇଲେ ହିଁ ଆମର ମୃତ୍ୟୁ ନିଶ୍ଚିତ। ଜୀବନ ଗୋଟିଏ ସହଜ ଓ ସ୍ୱଚ୍ଛନ୍ଦ ବ୍ୟାପାର ନୁହେଁ, ଏହା ରୀତିମତ ଗୋଟିଏ ଜଟିଳ ବ୍ୟାପାର। ଏହି ବହିର୍ଜଗତ ଓ ଅନ୍ତର୍ଜଗତ ମଧ୍ୟରେ ଯେଉଁ କ୍ରମାଗତ ଯୁଦ୍ଧ, ତାହାକୁ ହିଁ ଆମେ ଜୀବନ କହୁ। ଅତଏବ ସ୍ପଷ୍ଟ ଦେଖାଯାଉଛି ଯେ ଏହି ସଂଗ୍ରାମ ଶେଷ ହେଲେ ଜୀବନ ମଧ୍ୟ ଶେଷ ହେବ। ଆଦର୍ଶ ସୁଖ କହିଲେ ବୁଝାଏ ଏହି ସଂଗ୍ରାମର ସମାପ୍ତି। କିନ୍ତୁ ସେ କଥା ହେଲେ ଜୀବନ ମଧ୍ୟ ଶେଷ ହୋଇଯିବ। କାରଣ ସଂଗ୍ରାମ କେବଳ ସେତେବେଳେ ଶେଷ ହୋଇପାରେ ଯେତେବେଳେ ଜୀବନ ମଧ୍ୟ ଶେଷ ହେବ। ଏହି ଅବସ୍ଥାର ସହସ୍ର ଭାଗରୁ ଏକ ଭାଗ ଉପସ୍ଥିତ ହେବା ପୂର୍ବରୁ ହିଁ ଏ ପୃଥିବୀ ଶୀତଳ ହୋଇଯିବ। ସେତେବେଳେ ଆମେମାନେ ଆଉ ରହିବା ନାହିଁ। ଅତଏବ ଅନ୍ୟ କେଉଁ ଲୋକରେ ହେଲେ ହେଉ, କିନ୍ତୁ ଏ ପୃଥିବୀରେ ଏହି ସତ୍ୟ ଯୁଗ, ଏହି ଆଦର୍ଶ ଯୁଗ କେବେ ହେଲେ ଆସିନପାରେ। ଆମେ ପୂର୍ବରୁ ଦେଖିଛୁ ଯେ ଜଗତର ଉପକାର କରିବାକୁ ଯାଇ ପ୍ରକୃତରେ ଆମେ ନିଜର ହିଁ ଉପକାର କରିଥାଉ। ଅନ୍ୟ ପାଇଁ ଆମେ ଯେଉଁ କାର୍ଯ୍ୟ କରୁ ତାହାର ମୁଖ୍ୟ ଫଳ ଆମମାନଙ୍କର ଚିତ୍ତଶୁଦ୍ଧି। ସର୍ବଦା ଅନ୍ୟର କଲ୍ୟାଣ ଚେଷ୍ଟା କରିବାକୁ ଯାଇ ଆମେମାନେ ନିଜକୁ ଭୁଲିବାର ଚେଷ୍ଟା କରୁଛୁ। ଏହି ଆତ୍ମବିସ୍ମୃତି ହିଁ ଆମ ଜୀବନରେ ଏକ ପ୍ରଧାନ ଶିକ୍ଷାର ବିଷୟ। ମନୁଷ୍ୟ ମୂର୍ଖ ଅଜ୍ଞ ଭଳି ମନେ କରେ ଯେ ସ୍ୱାର୍ଥପର ଉପାୟରେ ସେ ନିଜକୁ ସୁଖୀ କରିପାରିବ। ବହୁକାଳ ଚେଷ୍ଟା ପରେ ସେ ଅବଶେଷରେ ବୁଝିପାରେ ଯେ ପ୍ରକୃତ ସୁଖ ସ୍ୱାର୍ଥପରତାର ବିନାଶରେ ହିଁ ନିହିତ ଏବଂ ନିଜ ବ୍ୟତୀତ ଅନ୍ୟ କେହି ହେଲେ ତାକୁ ସୁଖୀ କରିପାରିବେ ନାହିଁ। ପରୋପକାର ମୂଳକ ପ୍ରତ୍ୟେକଟି କାର୍ଯ୍ୟ, ସହାନୁଭୂତି ସୂଚକ ପ୍ରତ୍ୟେକ ଚିନ୍ତା, ଅପରକୁ ସାହାଯ୍ୟ କରିବା ଭଳି ପ୍ରତ୍ୟେକଟି ସତ୍କାର୍ଯ୍ୟ ଆମର କ୍ଷୁଦ୍ର ମୁଁର ମହତ୍ତ୍ୱ କମାଉଅଛି ଏବଂ ଆମମାନଙ୍କୁ ଭାବିବାକୁ ଶିଖାଉଅଛି ଯେ ଆମେ ଅତି ସାମାନ୍ୟ। ସୁତରାଂ ଏଗୁଡ଼ିକ ସତ୍କାର୍ଯ୍ୟ। ଏହିଠାରେ ଜ୍ଞାନ, ଭକ୍ତି ଓ କର୍ମର ସମ୍ମିଶ୍ରଣ ଦେଖିବାକୁ ମିଳେ। ସର୍ବୋଚ୍ଚ ଆଦର୍ଶ, ଅନନ୍ତ କାଳ ପାଇଁ ପୂର୍ଣ୍ଣ ଆତ୍ମତ୍ୟାଗ, ଯେଉଁଠାରେ କୌଣସି ମୁଁ ନାହିଁ, ସବୁ ତୁମେ। ଜ୍ଞାତ ସାରରେ ବା ଅଜ୍ଞାତ ସାରରେ କର୍ମଯୋଗ ମନୁଷ୍ୟକୁ ଏହି ଲକ୍ଷ୍ୟରେ ପହଞ୍ଚାଇ ଦିଏ। ଜଣେ ଧର୍ମ ପ୍ରଚାରକ ନିର୍ଗୁଣ ବ୍ୟକ୍ତିଭାବ ଶୂନ୍ୟ ଈଶ୍ୱରଙ୍କ କଥା ଶୁଣି ଭୟଭୀତ ହୋଇପାରନ୍ତି। ସେ ଦୃଢ଼ ମତ ପୋଷଣ କରିପାରନ୍ତି ଯେ ଈଶ୍ୱର ସଗୁଣ। ସେ ନିଜର ନିଜତ୍ୱ ଓ ବ୍ୟକ୍ତିତ୍ୱ ଅକ୍ଷୁଣ୍ଣ ରଖିବାର ଇଚ୍ଛା କରିପାରନ୍ତି। କିନ୍ତୁ ସେ ଯେଉଁ ଧର୍ମନୀତି ଅବଲମ୍ବନ କରିଛନ୍ତି ତାହା ଯଦି ଯଥାର୍ଥରେ ଭଲ ହୁଏ, ତେବେ ତାହା ସର୍ବୋଚ୍ଚ ଆତ୍ମତ୍ୟାଗ ବ୍ୟତୀତ ଅନ୍ୟ କୌଣସି ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇପାରିବ ନାହିଁ। ଏହା ହିଁ ସମସ୍ତ ନୀତିର ଭିତ୍ତି। ଏହି ଭାବଟି ମନୁଷ୍ୟ, ପଶୁ ବା ଦେବତା ସର୍ବତ୍ର ସମଭାବରେ ଏକମାତ୍ର ମାପକାଠି ରୂପେ ପ୍ରୟୋଗ କରିପାର। ଏହି ଆତ୍ମତ୍ୟାଗ ହିଁ ସମସ୍ତ ନୀତି ମଧ୍ୟରେ ଏକମାତ୍ର ମୂଳତତ୍ତ୍ୱ। ଏହା ହିଁ ପ୍ରଧାନ ଭାବ। ଏ ଜଗତରେ ତୁମେ ଅନେକ ପ୍ରକାର ମନୁଷ୍ୟ ଦେଖିବାକୁ ପାଇବ। ପ୍ରଥମତଃ ଦେବ ପ୍ରକୃତିର ମାନବ। ଏମାନେ ପୂର୍ଣ୍ଣ ଆତ୍ମତ୍ୟାଗୀ। ଏମାନେ ନିଜର ପ୍ରାଣ ପର୍ଯ୍ୟନ୍ତ ଉତ୍ସର୍ଗ କରି ଅନ୍ୟର ଉପକାର କରନ୍ତି। ଏହିମାନେ ହିଁ ଶ୍ରେଷ୍ଠ ମନୁଷ୍ୟ। ଯଦି କୌଣସି ଦେଶରେ ଏହିପରି 100 ଜଣ ମନୁଷ୍ୟ ଥାନ୍ତି, ସେ ଦେଶରେ ହତାଶ ହେବାର କୌଣସି କାରଣ ନାହିଁ। କିନ୍ତୁ ଦୁର୍ଭାଗ୍ୟକ୍ରମେ ସେମାନଙ୍କ ସଂଖ୍ୟା ଖୁବ୍ କମ୍। ତାପରେ ଅଛନ୍ତି ସତ୍ ବା ସାଧୁ ବ୍ୟକ୍ତିଗଣ। ଯେ ପର୍ଯ୍ୟନ୍ତ ନିଜର କୌଣସି କ୍ଷତି ନ ହୋଇଛି ସେ ପର୍ଯ୍ୟନ୍ତ ଏମାନେ
ଲୋକର ଉପକାର କରନ୍ତି। ତାପରେ ତୃତୀୟ ଶ୍ରେଣୀର ଲୋକ, ଏମାନେ ନିଜ ହିତ ପାଇଁ ଅନ୍ୟର ଅନିଷ୍ଟ କରିଥାନ୍ତି। ଜଣେ ସଂସ୍କୃତ କବି କହିଛନ୍ତି, ଆଉ ଗୋଟିଏ ଚତୁର୍ଥ ଶ୍ରେଣୀର ମନୁଷ୍ୟ ଅଛନ୍ତି, ସେମାନେ ଅନିଷ୍ଟ ପାଇଁ ଅନିଷ୍ଟ କରିଥାନ୍ତି। ସର୍ବୋଚ୍ଚ ସ୍ତରରେ ଯେପରି ଦେଖାଯାଏ ଯେ ସାଧୁ ମହାତ୍ମାମାନେ ଭଲ ପାଇଁ ଭଲ କରିଥାନ୍ତି, ସେହିପରି ମଧ୍ୟ ସର୍ବନିମ୍ନ ପ୍ରାନ୍ତରେ ଏପରି କେତେଗୁଡ଼ିଏ ଲୋକ ଅଛନ୍ତି, ଯେଉଁମାନେ କେବଳ ଅନିଷ୍ଟ ପାଇଁ ଅନିଷ୍ଟ କରିଥାନ୍ତି। ସେମାନେ ଏଥିରୁ କିଛି ଲାଭ କରିପାରନ୍ତି ନାହିଁ, କିନ୍ତୁ ଏପରି ଅନିଷ୍ଟ କରିବା ହିଁ ହେଲା ସେମାନଙ୍କର ସ୍ୱଭାବ। ଦୁଇଟି ସଂସ୍କୃତ ଶବ୍ଦ ଅଛି, ଗୋଟିଏ ପ୍ରବୃତ୍ତି, ସେହି ଦିଗକୁ ଟାଣି ହୋଇଯିବା, ଆଉ ଗୋଟିଏ ନିବୃତ୍ତି, ସେ ଦିଗରୁ ନିବୃତ୍ତ ହେବା ଅର୍ଥାତ୍ ଫେରିଆସିବା। ସେହି ଦିଗକୁ ଆକର୍ଷିତ ହେବାକୁ ସଂସାର କହୁ। ଏହି ମୁଁ, ମୋର ଏବଂ ଯାହା କିଛି ଏହି ମୁଁକୁ ଟଙ୍କା ପଇସା, କ୍ଷମତା, ନାମ ଯଶ ଦ୍ୱାରା ସର୍ବଦା ହିଁ ସମୃଦ୍ଧ କରୁଅଛି, ଏଗୁଡ଼ିକ ସବୁ ପ୍ରବୃତ୍ତିର ଅନ୍ତର୍ଭୁକ୍ତ। ଏହି ପ୍ରବୃତ୍ତିର ପ୍ରକୃତି ହେଲା ସବୁକୁ ଜାବୁଡ଼ି ଧରିବା। ସର୍ବଦା ହିଁ ସବୁ ଜିନିଷ ଏହି ମୁଁ ରୂପକ କେନ୍ଦ୍ର ସହିତ ଜଡ଼ିତ। ଏହା ହିଁ ପ୍ରବୃତ୍ତି, ଏହା ହିଁ ମନୁଷ୍ୟର ସ୍ୱାଭାବିକ ମନୋଭାବ। ଚାରିଦିଗରୁ ସବୁକିଛି ଗ୍ରହଣ କରି ଗୋଟିଏ କେନ୍ଦ୍ରର ଚାରିଆଡ଼େ ଏକଜୁଟ କରିବା, ସେହି କେନ୍ଦ୍ର ହେଲା ତା'ର ନିଜର ମଧୁର ମୁଁ। ଯେତେବେଳେ ଏହି ପ୍ରବଣତା ଭାଙ୍ଗୁଥାଏ, ଯେତେବେଳେ ନିବୃତ୍ତି ବା ସେ ଦିଗରୁ ଚାଲିଯିବାର ଭାବ ଆସେ, ସେତେବେଳେ ନୀତି ଏବଂ ଧର୍ମ ଆରମ୍ଭ ହୁଏ। ପ୍ରବୃତ୍ତି ଓ ନିବୃତ୍ତି ଉଭୟ ହିଁ କର୍ମ। ପ୍ରଥମଟି ଅସତ୍କର୍ମ, ଦ୍ୱିତୀୟଟି ସତ୍କର୍ମ। ଏହି ନିବୃତ୍ତି ହିଁ ସକଳ ନୀତି ଏବଂ ଧର୍ମର ମୂଳ ଭିତ୍ତି। ଏହାର ପୂର୍ଣ୍ଣତା ହିଁ ସମ୍ପୂର୍ଣ୍ଣ ଆତ୍ମତ୍ୟାଗ। ପର ପାଇଁ ମନ, ଶରୀର, ଏପରିକି ସର୍ବସ୍ୱ ତ୍ୟାଗ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିବା। ଯେତେବେଳେ ଏହି ଅବସ୍ଥା ଲାଭ ହୁଏ, ସେତେବେଳେ ମନୁଷ୍ୟ କର୍ମଯୋଗରେ ସିଦ୍ଧି ଲାଭ କରେ। ସତ୍କର୍ମର ଏହା ହିଁ ସର୍ବୋଚ୍ଚ ଫଳ। ଜନୈକ ବ୍ୟକ୍ତି ଜୀବନ ସାରା ଗୋଟିଏ ହେଲେ ଦର୍ଶନଶାସ୍ତ୍ର ପାଠ କରିନାହାନ୍ତି। ସେ ହୁଏତ କେବେ ହେଲେ କୌଣସି ପ୍ରକାର ଈଶ୍ୱରରେ ବିଶ୍ୱାସ କରିନାହାନ୍ତି ଏବଂ ଏବେ ମଧ୍ୟ କରନ୍ତି ନାହିଁ। ସେ ହୁଏତ ସାରା ଜୀବନରେ ଥରେ ହେଲେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିନାହାନ୍ତି। କିନ୍ତୁ ଯଦି କେବଳ ସତ୍କର୍ମର ଶକ୍ତି ତାଙ୍କୁ ଏପରି ଅବସ୍ଥାରେ ପହଞ୍ଚାଇ ଦିଏ, ଯେଉଁଠି ସେ ପରାର୍ଥରେ ତାଙ୍କର ଜୀବନ ଓ ଯାହା କିଛି ଅଛି ସବୁ ତ୍ୟାଗ କରିବା ପାଇଁ ଉଦ୍ୟତ ହୁଅନ୍ତି, ତାହେଲେ ବୁଝିବାକୁ ହେବ ଯେ ଜ୍ଞାନୀ ଜ୍ଞାନ ଦ୍ୱାରା ଏବଂ ଭକ୍ତ ଉପାସନା ଦ୍ୱାରା ଯେଉଁ ଅବସ୍ଥାରେ ପହଞ୍ଚି ପାରନ୍ତି, ସେ ମଧ୍ୟ ସେହିଠାରେ ହିଁ ପହଞ୍ଚି ଅଛନ୍ତି। ସୁତରାଂ ଦେଖୁଛି, ଜ୍ଞାନୀ, କର୍ମୀ ଓ ଭକ୍ତ ସମସ୍ତେ ସେହି ଏକ ସ୍ଥାନରେ ଉପନୀତ ହେଲେ, ଗୋଟିଏ ମାତ୍ର ସ୍ଥାନରେ ମିଳିତ ହେଲେ। ସେହି ଏକ ସ୍ଥାନଟି ହେଉଛି ଆତ୍ମତ୍ୟାଗ। ମନୁଷ୍ୟ ମଧ୍ୟରେ ଦାର୍ଶନିକ ମତ ଓ ଧର୍ମ ବିଷୟକ ପଦ୍ଧତି ଯେତେ ଭିନ୍ନ ହେଉନା କାହିଁକି, ପର ପାଇଁ ଆତ୍ମ ବିସର୍ଜନ କରିବା ନିମନ୍ତେ ପ୍ରସ୍ତୁତ ବ୍ୟକ୍ତିଙ୍କ ସମକ୍ଷରେ ସମଗ୍ର ମାନବ ଜାତି ସସମ୍ଭ୍ରମେ ଓ ଭକ୍ତି ସହକାରେ ଦଣ୍ଡାୟମାନ ହୁଏ। ଏପରି ସ୍ଥଳରେ କୌଣସି ମତବିଶ୍ୱାସର ପ୍ରଶ୍ନ ଉଠୁନାହିଁ। ଏପରିକି ଯେଉଁମାନେ ସର୍ବପ୍ରକାର ଧର୍ମର ବିରୋଧୀ, ସେମାନେ ମଧ୍ୟ ଯେତେବେଳେ ଏହିପରି ସମ୍ପୂର୍ଣ୍ଣ ଆତ୍ମବିସର୍ଜନର କୌଣସି କାର୍ଯ୍ୟ ଦେଖନ୍ତି, ସେତେବେଳେ ଅନୁଭବ କରନ୍ତି ଏ କାର୍ଯ୍ୟକୁ ଶ୍ରଦ୍ଧା କରିବାକୁ ହିଁ ହେବ। ତୁମେମାନେ କ'ଣ ଦେଖିନାହଁ, ଅତ୍ୟନ୍ତ ମତାନ୍ଧ ଖ୍ରୀଷ୍ଟିଆନ ମଧ୍ୟ ଯେତେବେଳେ ଏଡୱିନ୍ ଆର୍ନଲ୍ଡଙ୍କ ଏସିଆର ଆଲୋକ ଅର୍ଥାତ୍ ଲାଇଟ୍ ଅଫ୍ ଏସିଆ ପାଠ କରନ୍ତି, ସେତେବେଳେ ସେ ବୁଦ୍ଧଙ୍କ ପ୍ରତି କିପରି ଶ୍ରଦ୍ଧା ସମ୍ପନ୍ନ ହୁଅନ୍ତି। ଯେଉଁ ବୁଦ୍ଧ ଈଶ୍ୱରଙ୍କ କଥା କହିନାହାନ୍ତି, ଆତ୍ମତ୍ୟାଗ ବ୍ୟତୀତ ଆଉ କିଛି ପ୍ରଚାର କରିନାହାନ୍ତି। ଧର୍ମାନ୍ଧ ବ୍ୟକ୍ତି କେବଳ ଜାଣି ନାହିଁ ଯେ ଯେଉଁମାନଙ୍କ ସହିତ ତା'ର ମତବିରୋଧ, ସେମାନଙ୍କ ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏକ। ଉପାସକ ଭକ୍ତ ମନରେ ସର୍ବଦା ଈଶ୍ୱରଙ୍କ ଭାବ ଏବଂ ଚତୁଃପାର୍ଶ୍ୱରେ ଶୁଭ ପରିବେଶ ରକ୍ଷା କରି ଅବଶେଷରେ ସେହି ଏକ ସ୍ଥାନରେ ହିଁ ପହଞ୍ଚି କହନ୍ତି, ତୁମର ଇଚ୍ଛା ପୂର୍ଣ୍ଣ ହେଉ। ସେ ନିଜ ପାଇଁ କିଛି ହେଲେ ରଖନ୍ତି ନାହିଁ,
ଏହା ହିଁ ଆତ୍ମତ୍ୟାଗ। ଦାର୍ଶନିକ ଜ୍ଞାନୀ ଜ୍ଞାନ ଦ୍ୱାରା ଦେଖନ୍ତି ଯେ ଏହି ଆପାତ ପ୍ରତୀୟମାନ ମୁଁ ଗୋଟାଏ ଭ୍ରମ ମାତ୍ର ଏବଂ ସହଜରେ ସେ ଏହାକୁ ପରିତ୍ୟାଗ କରନ୍ତି। ଏହା ମଧ୍ୟ ସେହି ଆତ୍ମତ୍ୟାଗ। ଅତଏବ କର୍ମ, ଭକ୍ତି ଓ ଜ୍ଞାନର ଏଠାରେ ସମନ୍ୱୟ ହେଲା। ପ୍ରାଚୀନ କାଳର ବଡ଼ ବଡ଼ ଧର୍ମପ୍ରଚାରକଗଣ ଯେ ଶିଖାଇଛନ୍ତି ଭଗବାନ ଜଗତ ନୁହନ୍ତି, ତାହାର ମର୍ମ ମଧ୍ୟ ଏହି ଆତ୍ମତ୍ୟାଗ। ଜଗତ ଅର୍ଥରେ ସେମାନେ ସ୍ୱାର୍ଥପରତାକୁ ହିଁ ଲକ୍ଷ୍ୟ କରିଛନ୍ତି। ନିଃସ୍ୱାର୍ଥପରତା ହିଁ ଈଶ୍ୱର। ଜଣେ ବ୍ୟକ୍ତି ସ୍ୱର୍ଣ୍ଣମୟ ପ୍ରାସାଦରେ ସିଂହାସନରେ ଉପବିଷ୍ଟ ହୋଇ ମଧ୍ୟ ସମ୍ପୂର୍ଣ୍ଣ ନିଃସ୍ୱାର୍ଥପର ହୋଇପାରନ୍ତି। ସେପରି ସ୍ଥଳେ ସେ ଈଶ୍ୱର ଭାବରେ ମଗ୍ନ। ଆଉ ଜଣେ ହୁଏତ କୁଟୀରରେ ବାସ କରେ, ଛିନ୍ନ ବସ୍ତ୍ର ପରିଧାନ କରେ ଏବଂ ସଂସାରରେ ତା'ର କିଛି ନାହିଁ। ତଥାପି ସେ ଯଦି ସ୍ୱାର୍ଥପର ହୁଏ, ତେବେ ସେ ବିଶେଷ ରୂପେ ସଂସାରରେ ମଗ୍ନ ହୋଇଛି ବୋଲି ବୁଝିବାକୁ ହେବ। ବର୍ତ୍ତମାନ ଆମର ମୂଳ ସୂତ୍ରଗୁଡ଼ିକର ପୁନରାବୃତ୍ତି କରାଯାଉ। ଆମେ କହୁ, ଭଲ କରିବାକୁ ଗଲେ କିଛି ମନ୍ଦ ଏବଂ ମନ୍ଦ କରିବାକୁ ଗଲେ ତା ସହିତ କିଛି ଭଲ ନ କରି ରହି ହୁଏ ନାହିଁ। ଏ କଥା ଜାଣି ଆମେ କର୍ମ କରିବୁ କିପରି? ଏହି ତତ୍ତ୍ୱର ମୀମାଂସା କରିବା ଚେଷ୍ଟାରେ ଏ ଜଗତରେ ଅନେକ ସମ୍ପ୍ରଦାୟର ଅଭ୍ୟୁଦୟ ହୋଇଥିଲା, ଯେଉଁମାନେ ବେପରୁଆ ହୋଇ ପ୍ରଚାର କରି ଯାଇଛନ୍ତି ଯେ ଧୀରେ ଧୀରେ ଆତ୍ମହତ୍ୟା କରିବା ହିଁ ସଂସାରରୁ ମୁକ୍ତ ହେବାର ଏକମାତ୍ର ଉପାୟ। କାରଣ ଜୀବନ ଧାରଣ କରିବାକୁ ହେଲେ ମନୁଷ୍ୟକୁ କ୍ଷୁଦ୍ର କ୍ଷୁଦ୍ର ଜୀବଜନ୍ତୁ ଓ ବୃକ୍ଷଲତାର ଜୀବନ ନଷ୍ଟ କରିବାକୁ ହେବ ଅଥବା କାହାରି ନା କାହାରି ଅନିଷ୍ଟ କରିବାକୁ ହେବ। ସେହିମାନଙ୍କ ମତରେ ସଂସାର ଚକ୍ରରୁ ବାହାରିବାର ଏକମାତ୍ର ଉପାୟ ହେଉଛି ମୃତ୍ୟୁ। ଏହି ମତବାଦକୁ ଜୈନଗଣ ସେମାନଙ୍କର ସର୍ବୋଚ୍ଚ ଆଦର୍ଶ ହିସାବରେ ପ୍ରଚାର କରିଯାଇଛନ୍ତି। ଆପାତତଃ ଏହି ଉପଦେଶ ଖୁବ୍ ଯୁକ୍ତିସଙ୍ଗତ ବୋଲି ମନେ ହୁଏ, କିନ୍ତୁ ଗୀତାରେ ଏହାର ପ୍ରକୃତ ସମାଧାନ ମିଳେ। ଏହା ହିଁ ଅନାସକ୍ତିର ତତ୍ତ୍ୱ। ସାରା ଜୀବନ କାମ କରି ମଧ୍ୟ ତହିଁରେ ଅନାସକ୍ତ ରହିବା। ଜାଣି ରଖ, ଯଦିଓ ତୁମେ ଜଗତରେ ରହିଅଛ, ତୁମେ ଜଗତରୁ ସମ୍ପୂର୍ଣ୍ଣ ପୃଥକ୍ ଯାହା କର ନା କାହିଁକି ତାହା ନିଜ ପାଇଁ କରୁନାହଁ। ନିଜ ପାଇଁ ଯେଉଁ କାର୍ଯ୍ୟ କରିବ ତାହାର ଫଳ ତୁମକୁ ଭୋଗ କରିବାକୁ ହେବ। କାର୍ଯ୍ୟ ଯଦି ସତ୍ ହୁଏ, ତୁମକୁ ଏହାର ଶୁଭ ଫଳ ଭୋଗ କରିବାକୁ ହେବ। ଅଶୁଭ ହେଲେ ତାହାର ଅଶୁଭ ଫଳ ତୁମକୁ ହିଁ ଭୋଗିବାକୁ ପଡ଼ିବ। କିନ୍ତୁ ଯେ କୌଣସି କାର୍ଯ୍ୟ ହେଉନା କାହିଁକି, ତାହା ଯଦି ତୁମ ନିଜ ପାଇଁ କୃତ ନୁହେଁ, ତାହେଲେ ଏହା ତୁମ ଉପରେ କୌଣସି ପ୍ରଭାବ ବିସ୍ତାର କରିପାରିବ ନାହିଁ। ଆମ ଶାସ୍ତ୍ରରେ ଏହି ଭାବବ୍ୟଞ୍ଜକ ଗୋଟିଏ ବାକ୍ୟ ଦୃଷ୍ଟିଗୋଚର ହୁଏ। ଯଦି କାହାରି ଜ୍ଞାନ ଥାଏ ଯେ ମୁଁ ଏହା ନିଜ ପାଇଁ କରୁନାହିଁ, ତେବେ ସେ ସମଗ୍ର ଜଗତକୁ ହତ୍ୟା କଲେ ମଧ୍ୟ ନିଜେ ହତ ହୋଇ ମଧ୍ୟ ହତ୍ୟା କରିନାହାନ୍ତି ବା ହତ ହୋଇନାହାନ୍ତି। ସୁତରାଂ କର୍ମଯୋଗ ଆମମାନଙ୍କୁ ବିଶେଷ ଭାବରେ ଶିକ୍ଷା ଦିଏ ଯେ ସଂସାର ତ୍ୟାଗ କର ନାହିଁ, ସଂସାରରେ ବାସ କର। ସଂସାରର ଭାବ ଯେତେ ଇଚ୍ଛା ଗ୍ରହଣ କର, କିନ୍ତୁ ନିଜର ସୁଖ ଭୋଗ ପାଇଁ ଆଦୌ କୌଣସି କାର୍ଯ୍ୟ କର ନାହିଁ। ଭୋଗ ଯେପରି ଲକ୍ଷ୍ୟ ନ ହୁଏ। ପ୍ରଥମେ ନିଜର କ୍ଷୁଦ୍ର ମୁଁକୁ ନାଶ କର, ତାପରେ ସମଗ୍ର ଜଗତକୁ ନିଜର କରି ଦେଖ। ଯେପରି ପ୍ରାଚୀନ ଖ୍ରୀଷ୍ଟିଆନଗଣ କହୁଥିଲେ, ପୁରାତନ ଲୋକଟିକୁ ମାରିଦେବାକୁ ହେବ। ପୁରାତନ ମନୁଷ୍ୟ ଶବ୍ଦର ଅର୍ଥ ଜଗତ ଆମମାନଙ୍କ ଭୋଗ ପାଇଁ ନିର୍ମିତ ହୋଇଅଛି। ଏହା ସ୍ୱାର୍ଥପର ଭାବ। ଅଜ୍ଞ ପିତାମାତାଗଣ ସେମାନଙ୍କର ସନ୍ତାନଗଣଙ୍କୁ ଏହିପରି ପ୍ରାର୍ଥନା କରିବାକୁ ଶିଖାନ୍ତି, ହେ ପ୍ରଭୁ, ତୁମେ ଏହି ସୂର୍ଯ୍ୟ ଚନ୍ଦ୍ର ମୋ ପାଇଁ ସୃଷ୍ଟି କରିଅଛ। ପ୍ରଭୁଙ୍କର ସତେ ଯେପରି ଏହିସବୁ ଶିଶୁମାନଙ୍କ ପାଇଁ ଯାବତୀୟ ପଦାର୍ଥ ସୃଷ୍ଟି କରିବା ବ୍ୟତୀତ ଅନ୍ୟ କୌଣସି କାମ ନଥିଲା। ଏହା କେବଳ ଆମର କାମନା ରୂପକ ଅଗ୍ନିରେ ଘୃତ ନିକ୍ଷେପ କରିବା ମାତ୍ର। ସନ୍ତାନମାନଙ୍କୁ ଏପରି ବାଜେ କଥା ଶିଖାଉ ନାହିଁ। ତାପରେ ଆଉ ଦଳେ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟ ଏକ ଧରଣର ନିର୍ବୋଧ। ସେମାନେ ଆମମାନଙ୍କୁ ଶିକ୍ଷା ଦିଅନ୍ତି, ଆମେ ମାରି ଖାଇବା ବୋଲି ଏହି ସକଳ ଜୀବଜନ୍ତୁ ସୃଷ୍ଟ ହୋଇଛନ୍ତି। ଆଉ ଏହି ଜଗତ ସୃଷ୍ଟ ହୋଇଛି ମନୁଷ୍ୟର ଭୋଗ ପାଇଁ। ଏହା ମଧ୍ୟ ପ୍ରଚଣ୍ଡ ନିର୍ବୋଧତା। ବାଘ ମଧ୍ୟ କହିପାରେ, ମନୁଷ୍ୟ ମୋ ପାଇଁ ସୃଷ୍ଟ।
ଏବଂ ଭଗବାନଙ୍କୁ କହିପାରେ, ପ୍ରଭୁ, ମନୁଷ୍ୟଗୁଡ଼ିକ କେଡ଼େ ଦୁଷ୍ଟ, ସେମାନେ ସ୍ୱେଚ୍ଛାରେ ଆମ ସମ୍ମୁଖରେ ଆହାର ହୋଇ ହାଜର ହୁଅନ୍ତି ନାହିଁ। ସେମାନେ ତୁମର ଆଜ୍ଞା ଲଙ୍ଘନ କରୁଛନ୍ତି। ଯଦି ଜଗତ ଆମମାନଙ୍କ ପାଇଁ ସୃଷ୍ଟ ହୋଇଥାଏ, ଆମେ ମଧ୍ୟ ଜଗତ ପାଇଁ ସୃଷ୍ଟ ହୋଇଛୁ। ଏ ଜଗତ ଆମର ଭୋଗ ପାଇଁ ସୃଷ୍ଟ ହୋଇଅଛି। ଏହି ଅତି ଦୁର୍ନୀତିପୂର୍ଣ୍ଣ ଧାରଣା ହିଁ ଆମମାନଙ୍କୁ ବାନ୍ଧି ରଖିଅଛି। ଏ ଜଗତ ଆମ ପାଇଁ ନୁହେଁ। ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଏହି ଜଗତରୁ ଚାଲିଯାଉଛନ୍ତି। ଜଗତର କିନ୍ତୁ ସେ ଦିଗକୁ ଦୃଷ୍ଟି ନାହିଁ। ଆଉ ଲକ୍ଷ ଲକ୍ଷ ମନୁଷ୍ୟ ସେମାନଙ୍କ ସ୍ଥାନ ପୂରଣ କରୁଛନ୍ତି। ଜଗତ ଆମ ପାଇଁ ଯେତିକି, ଆମେ ମଧ୍ୟ ଜଗତ ପାଇଁ ସେତିକି। ଅତଏବ ଠିକ୍ ଭାବରେ କାର୍ଯ୍ୟ କରିବାକୁ ହେଲେ ପ୍ରଥମେ ଆସକ୍ତି ଭାବ ତ୍ୟାଗ କରିବାକୁ ହେବ। ଦ୍ୱିତୀୟତଃ, କର୍ମ ମଧ୍ୟରେ କୌଣସି ହଟ୍ଟଗୋଳପୂର୍ଣ୍ଣ କଳହରେ ନିଜକୁ ଜଡ଼ିତ କର ନାହିଁ। ନିଜେ ସାକ୍ଷୀ ସ୍ୱରୂପ ଅବସ୍ଥିତ ରହି କର୍ମ କରିଯାଅ। ମୋର ଗୁରୁଦେବ କହୁଥିଲେ, ନିଜ ସନ୍ତାନମାନଙ୍କ ପ୍ରତି ନିଜେ ଦାସୀ ବା ଧାତ୍ରୀର ଭାବ ଅବଲମ୍ବନ କର। ଦାସୀ ତୁମର ଶିଶୁକୁ ଧରି ଆଦର କରିବ, ତା ସହିତ ଖେଳିବ, ଅତି ଯତ୍ନ ସହିତ ଲାଳନ ପାଳନ କରିବ, ଯେପରି ତା ନିଜର ସନ୍ତାନ। କିନ୍ତୁ ଦାସୀକୁ ବିଦାୟ ଦେବା ମାତ୍ରେ ସେ ଗଣ୍ଠିଲି ପତ୍ର ବାନ୍ଧି ତୁମ ଘରୁ ଚାଲିଯିବା ପାଇଁ ପ୍ରସ୍ତୁତ। ତୁମ ପିଲା ପ୍ରତି ଏତେ ଯେ ଭଲ ପାଇବା ଓ ଆସକ୍ତି, ସବୁ ସେ ଭୁଲିଯାଏ। ସାଧାରଣ ଦାସୀ ପକ୍ଷରେ ତୁମ ସନ୍ତାନମାନଙ୍କୁ ଛାଡ଼ି ଅନ୍ୟର ସନ୍ତାନକୁ ଧରିବାକୁ କିଛି ମାତ୍ର କଷ୍ଟ ହୁଏ ନାହିଁ। ତୁମେ ମଧ୍ୟ ଯାହା କିଛି ନିଜର ବୋଲି ମନେକର, ସେସବୁ ପ୍ରତି ଏହିପରି ଭାବ ପୋଷଣ କର। ତୁମେ ଯେପରି ଦାସୀ। ଆଉ ଯଦି ଈଶ୍ୱର ବିଶ୍ୱାସୀ ହୁଅ, ତେବେ ବିଶ୍ୱାସ କର, ଯାହା କିଛି ତୁମର ବୋଲି ମନେ କରୁଛ, ସେସବୁ ତାଙ୍କର। ଅତ୍ୟଧିକ ଦୁର୍ବଳତା ହିଁ ଅନେକ ସମୟରେ ଖୁବ୍ ସାଧୁତା ଓ ସରଳତାର ଆକାର ଧାରଣ କରେ। ମୋ ଉପରେ କେହି ନିର୍ଭର କରୁ ଏବଂ ମୁଁ କାହାରି ଉପକାର କରିପାରେ, ଏପରି ଚିନ୍ତା କରିବା ହିଁ ଅତ୍ୟନ୍ତ ଦୁର୍ବଳତା। ଏହି ପ୍ରକାର ବିଶ୍ୱାସରୁ ହିଁ ଆମର ସବୁ ପ୍ରକାର ଆସକ୍ତି ଜନ୍ମେ ଏବଂ ଏହି ଆସକ୍ତିରୁ ହିଁ ସକଳ ଦୁଃଖର ଉଦ୍ଭବ। ଆମର ମନକୁ ଜଣାଇବା ଉଚିତ ଯେ ଏହି ବିଶ୍ୱ ଜଗତରେ କେହି ହେଲେ ଆମ ଉପରେ ନିର୍ଭର କରନ୍ତି ନାହିଁ। ଜଣେ ଗରିବ ମଧ୍ୟ ଆମ ଦାନ ଉପରେ ନିର୍ଭର କରେ ନାହିଁ। କେହି ହେଲେ ଆମ ଦୟା ଉପରେ ନିର୍ଭର କରନ୍ତି ନାହିଁ। ଗୋଟିଏ ହେଲେ ପ୍ରାଣୀ ମଧ୍ୟ ଆମର ସାହାଯ୍ୟ ଉପରେ ନିର୍ଭର କରେ ନାହିଁ। ପ୍ରକୃତି ହିଁ ସମସ୍ତଙ୍କୁ ସାହାଯ୍ୟ କରୁଅଛି। ଆମେ କୋଟି କୋଟି ମନୁଷ୍ୟ ନ ରହିଲେ ମଧ୍ୟ ଏହିପରି ସାହାଯ୍ୟ ଚାଲିବ। ତୁମ ମୋ ପାଇଁ ପ୍ରକୃତିର ଗତି ବନ୍ଦ ହେବ ନାହିଁ। ପୂର୍ବରୁ କୁହା ହୋଇଛି, ଅନ୍ୟକୁ ସାହାଯ୍ୟ କରି ଆମେ ନିଜେ ହିଁ ଶିକ୍ଷା ଲାଭ କରୁଅଛୁ। ଏହା ହିଁ ତୁମର ଓ ମୋର ପରମ ସୌଭାଗ୍ୟ। ସମଗ୍ର ଜୀବନରେ ଏହି ଗୋଟିଏ ମହତ୍ ଶିକ୍ଷା ଲାଭ କରିବାକୁ ହେବ। ଯେତେବେଳେ ଆମେ ସମ୍ପୂର୍ଣ୍ଣ ରୂପେ ଏହା ଶିକ୍ଷା କରିପାରିବୁ, ସେତେବେଳେ ଆମର ଆଉ ଦୁଃଖ ରହିବ ନାହିଁ। ସେତେବେଳେ ଆମେ ସମାଜରେ ଯେଉଁଠି ଇଚ୍ଛା ସେଠାରେ ମିଶିପାରିବୁ। କୌଣସି କ୍ଷତି ହେବ ନାହିଁ। ତୁମମାନଙ୍କର ପତିପତ୍ନୀ, ଦାସଦାସୀ, ରାଜ୍ୟ ଥାଇପାରେ, କିନ୍ତୁ ଯଦି ତୁମେ ଏହି ତତ୍ତ୍ୱଟି ହୃଦୟରେ ଧାରଣ କରି କାର୍ଯ୍ୟ କର ଯେ ଜଗତ ତୁମର ଭୋଗ ପାଇଁ ନୁହେଁ, ଆଉ ତୁମେ ସାହାଯ୍ୟ ନ କଲେ ଯେ ଚଳିବ ନାହିଁ, ଏ କଥା ମଧ୍ୟ ନୁହେଁ, ତେବେ ଯାଇ ଏହି ସକଳ ବସ୍ତୁ ତୁମର କୌଣସି କ୍ଷତି କରିପାରିବ ନାହିଁ। ଏହି ବର୍ଷ ହୁଏତ ତୁମର କେତେଜଣ ବନ୍ଧୁ ମରିଛନ୍ତି। ଜଗତ କ'ଣ ନିଜର ଗତି ବନ୍ଦ କରି ସେମାନଙ୍କ ପାଇଁ ଅପେକ୍ଷା କରୁଛି? ଏହାର ସ୍ରୋତ କ'ଣ ବନ୍ଦ ହୋଇଯାଇଛି? ନା, ଏହା ଠିକ୍ ଠିକ୍ ଚାଲିଛି। ଅତଏବ ତୁମ ମନରୁ ଏହି ଭାବ ସମ୍ପୂର୍ଣ୍ଣ ଦୂର କରିଦିଅ ଯେ ତୁମକୁ ଜଗତ ପାଇଁ କିଛି କରିବାକୁ ହେବ। ଜଗତ ତୁମ ନିକଟରୁ କୌଣସି ସାହାଯ୍ୟ ଚାହେଁ ନାହିଁ। ଜଗତର ସାହାଯ୍ୟ ପାଇଁ ମୋର ଜନ୍ମ, ଏ କଥା ଚିନ୍ତା କରିବା ଖାଣ୍ଟି ଅଜ୍ଞତା ମାତ୍ର। ଏହା ନିପଟ ଅହଙ୍କାର। ଏହା ସ୍ୱାର୍ଥପରତା ଧର୍ମର ରୂପ ଧରି ପ୍ରତାରଣା କରିବା ମାତ୍ର। ତୁମ ଉପରେ ଅଥବା ଅନ୍ୟ କାହାରି ଉପରେ ଜଗତ ନିର୍ଭର କରେ ନାହିଁ। ଏହି ଭାବଟି ଉପଲବ୍ଧି କରିବା ପାଇଁ ଯେତେବେଳେ ତୁମର ସ୍ନାୟୁ ଓ ପେଶୀଗୁଡ଼ିକୁ ଗଠିତ କରିବ, ସେତେବେଳେ କର୍ମଜନିତ କୌଣସି ପ୍ରତିକ୍ରିୟା ତୁମକୁ ପୀଡ଼ିତ କରିପାରିବ ନାହିଁ। ଯେବେ ତୁମେ କୌଣସି ଲୋକକୁ କିଛି ଦିଅ,
ଏବଂ ପରିବର୍ତ୍ତରେ କିଛି ଆଶା ନ କର। ସେ ତୁମ ନିକଟରେ କୃତଜ୍ଞ ରହୁ ଏ ଟିକକ ମଧ୍ୟ ଆଶା କର ନାହିଁ। ସେତେବେଳେ ତାହା ତୁମ ଉପରେ କୌଣସି ପ୍ରତିକ୍ରିୟା ସୃଷ୍ଟି କରିବ ନାହିଁ, କାରଣ ତୁମେ କିଛି ପ୍ରତ୍ୟାଶା କରିନାହଁ। କେତେବେଳେ ହେଲେ ଚିନ୍ତା କରିନାହଁ ଯେ ତୁମର ପ୍ରତିଦାନ ପାଇବାର କୌଣସି ଅଧିକାର ଅଛି। ତାହାର ଯାହା ପ୍ରାପ୍ୟ ଥିଲା ତୁମେ ତାହା ହିଁ ଦେଇଥିଲ। ତା'ର ନିଜ କର୍ମଫଳରୁ ହିଁ ସେ ଏହା ପାଇଅଛି। ତୁମର କର୍ମ ହିଁ କେବଳ ତୁମକୁ ତାହାର ବାହକ କରିଅଛି ମାତ୍ର। କିଛି ଦାନ କରି ତୁମେ ଗର୍ବବୋଧ କରିବ କାହିଁକି? ତୁମେ ତ ତାହାର ବାହକ ମାତ୍ର। ଜଗତ ନିଜ କର୍ମ ଦ୍ୱାରା ତାହା ଲାଭ କରିବାର ଯୋଗ୍ୟ ହୋଇଥିଲା। ଏଥିରେ ତୁମର ଅହଙ୍କାର କରିବାର କାରଣ ବା କ'ଣ? ଜଗତକୁ ତୁମେ ଯାହା ଦେଉଛ ତାହା ଗୋଟାଏ କିଛି ବଡ଼ ଜିନିଷ ନୁହେଁ। ଅନାସକ୍ତି ଭାବ ଲାଭ କଲେ ତୁମ ପକ୍ଷରେ ଭଲ ବା ମନ୍ଦ ବୋଲି କିଛି ହେଲେ ରହିବ ନାହିଁ। ସ୍ୱାର୍ଥ ହିଁ କେବଳ ଭଲ ମନ୍ଦର ପ୍ରଭେଦ ସୃଷ୍ଟି କରିଥାଏ। ଏହା ବୁଝିବା ବଡ଼ କଠିନ, କିନ୍ତୁ ଯଥା ସମୟରେ ବୁଝିବ। ଯେ ପର୍ଯ୍ୟନ୍ତ ତୁମେ ଶକ୍ତି ପ୍ରୟୋଗ କରିବାକୁ ନ ଦେଇଛ ସେ ପର୍ଯ୍ୟନ୍ତ ଜଗତରୁ କିଛି ହେଲେ ତୁମ ଉପରେ ପ୍ରଭାବ ବିସ୍ତାର କରିପାରିବ ନାହିଁ। ଯେ ପର୍ଯ୍ୟନ୍ତ ଆତ୍ମା ଅଜ୍ଞ ଭଳି ହୋଇ ନିଜର ସ୍ୱତନ୍ତ୍ରତା ନ ହରାଇଛି ସେ ପର୍ଯ୍ୟନ୍ତ କୌଣସି ଶକ୍ତି ଆତ୍ମା ଉପରେ ତା'ର ପ୍ରଭାବ ବିସ୍ତାର କରିପାରିବ ନାହିଁ। ଅତଏବ ଅନାସକ୍ତି ଦ୍ୱାରା ତୁମେ ତୁମ ଉପରକୁ ଆସୁଥିବା ଯେକୌଣସି ପ୍ରଭାବକୁ ଜୟ କର, ଅସ୍ୱୀକାର କର। କୌଣସି ଜିନିଷର ତୁମ ଉପରେ କିଛି କରିବାର ଅଧିକାର ନାହିଁ। ଏ କଥା କହିବା ଖୁବ୍ ସହଜ, କିନ୍ତୁ ବାସ୍ତବିକ ଯେକୌଣସି ଶକ୍ତିକୁ ନିଜ ଉପରେ କାର୍ଯ୍ୟ କରିବାକୁ ଯିଏ ଦିଅନ୍ତି ନାହିଁ, ବହିର୍ଜଗତ ତାଙ୍କ ଉପରେ କାର୍ଯ୍ୟ କଲେ ଯେ ସୁଖୀ ବା ଦୁଃଖୀ ହୁଅନ୍ତି ନାହିଁ, ସେ ବ୍ୟକ୍ତିଙ୍କର ପ୍ରକୃତ ଲକ୍ଷଣ କ'ଣ? ଲକ୍ଷଣ ଏହି ଯେ ସୌଭାଗ୍ୟ ଅଥବା ଦୁର୍ଭାଗ୍ୟ ଯାହା କିଛି ହେଉନା କାହିଁକି ତାହା ତାଙ୍କ ମନରେ କୌଣସି ପରିବର୍ତ୍ତନ ଆଣିପାରେ ନାହିଁ। ସବୁ ଅବସ୍ଥାରେ ସେ ସମଭାବରେ ଥାନ୍ତି। ଭାରତରେ ବ୍ୟାସ ନାମକ ଜଣେ ମହର୍ଷି ଥିଲେ। ସେ ବେଦାନ୍ତ ସୂତ୍ରର ଲେଖକ ଭାବେ ପରିଚିତ। ସେ ଖୁବ୍ ଧାର୍ମିକ ଥିଲେ। ତାଙ୍କର ପିତା ସିଦ୍ଧ ହେବାର ଚେଷ୍ଟା କରିଥିଲେ, କିନ୍ତୁ ହୋଇପାରିନଥିଲେ। ତାଙ୍କ ପିତାମହ ମଧ୍ୟ ଚେଷ୍ଟା କରିଥିଲେ, ସେ ମଧ୍ୟ ଅକୃତକାର୍ଯ୍ୟ ହୋଇଥିଲେ। ଏହିପରି ତାଙ୍କର ପ୍ରପିତାମହ ମଧ୍ୟ ଅକୃତକାର୍ଯ୍ୟ ହୋଇଥିଲେ। ସେ ନିଜେ ମଧ୍ୟ ସମ୍ପୂର୍ଣ୍ଣ ରୂପେ କୃତକାର୍ଯ୍ୟ ହୋଇପାରିନାହାନ୍ତି। କିନ୍ତୁ ତାଙ୍କ ପୁତ୍ର ଶୁକଦେବ ସିଦ୍ଧ ହୋଇ ଜନ୍ମଗ୍ରହଣ କଲେ। ବ୍ୟାସ ସେହି ପୁତ୍ରକୁ ତତ୍ତ୍ୱଜ୍ଞାନର ଉପଦେଶ ଦେବାକୁ ଲାଗିଲେ। ନିଜେ ତତ୍ତ୍ୱଜ୍ଞାନ ଦେଇସାରି ସେ ଶୁକଦେବଙ୍କୁ ଜନକ ରାଜାଙ୍କ ସଭାକୁ ପଠାଇଲେ। ସେ ଥିଲେ ଜଣେ ବଡ଼ ରାଜା ଏବଂ ବିଦେହ ଜନକ ନାମରେ ଅଭିହିତ ହେଉଥିଲେ। ବିଦେହ ଶବ୍ଦର ଅର୍ଥ ଶରୀରରୁ ପୃଥକ। ଯଦିଓ ସେ ଜଣେ ରାଜା, ତଥାପି ସେ ଦେହବୋଧ ସମ୍ପୂର୍ଣ୍ଣ ରୂପେ ବିସ୍ମୃତ ହୋଇଥିଲେ। ସେ ନିଜକୁ ସର୍ବଦା ଆତ୍ମା ବୋଲି ଅନୁଭବ କରୁଥିଲେ। ବାଳକ ଶୁକଙ୍କୁ ଶିକ୍ଷା ପାଇବା ପାଇଁ ତାଙ୍କ ନିକଟକୁ ପଠାଗଲା। ରାଜା ଜାଣିଥିଲେ ଯେ ବ୍ୟାସଙ୍କ ପୁତ୍ର ତାଙ୍କ ନିକଟରୁ ତତ୍ତ୍ୱଜ୍ଞାନ ଶିକ୍ଷା କରିବା ପାଇଁ ଆସୁଛନ୍ତି। ସୁତରାଂ ସେ ପୂର୍ବରୁ ହିଁ କେତେଗୁଡ଼ିଏ ବ୍ୟବସ୍ଥା କରିଥିଲେ। ଯେତେବେଳେ ଏହି ବାଳକ ଯାଇ ରାଜପ୍ରାସାଦର ଦ୍ୱାର ଦେଶରେ ଉପସ୍ଥିତ ହେଲେ, ସେତେବେଳେ ପ୍ରହରୀଗଣ ତାଙ୍କର କୌଣସି ଖବର ଅନ୍ତର ନେଲେ ନାହିଁ। ସେମାନେ କେବଳ ତାଙ୍କୁ ବସିବା ପାଇଁ ଆସନଟିଏ ଦେଲେ। ସେଠାରେ ସେ 3 ଦିନ 3 ରାତି ବସି ରହିଲେ। କେହି ତାଙ୍କ ସଙ୍ଗରେ କଥା କହୁନାହାନ୍ତି। ସେ କିଏ, କେଉଁଠାରୁ ଆସିଛନ୍ତି, କେହି କିଛି ପଚାରିଲେ ନାହିଁ। ସେ ଏଡ଼େ ବଡ଼ ଜଣେ ଋଷିଙ୍କ ପୁତ୍ର। ତାଙ୍କ ପିତା ସମଗ୍ର ଦେଶରେ ସମ୍ମାନିତ। ସେ ନିଜେ ମଧ୍ୟ ଜଣେ ମାନନୀୟ ବ୍ୟକ୍ତି। ତଥାପି ସାମାନ୍ୟ ପ୍ରହରୀଗଣ ମଧ୍ୟ ତାଙ୍କ ପ୍ରତି ଭ୍ରୂକ୍ଷେପ କରୁନାହାନ୍ତି। ହଠାତ୍ ରାଜାଙ୍କ ମନ୍ତ୍ରୀଗଣ ଏବଂ ବଡ଼ ବଡ଼ କର୍ମଚାରୀ ବୃନ୍ଦ ଆସି ତାଙ୍କୁ ଅତିଶୟ ସମ୍ମାନର ସହିତ ଅଭ୍ୟର୍ଥନା କଲେ। ସେମାନେ ତାଙ୍କୁ ଏକ ସୁଶୋଭିତ ଗୃହକୁ ନେଇଗଲେ। ସୁଗନ୍ଧି ଜଳରେ ସ୍ନାନ କରାଇଲେ। ଖୁବ୍ ଭଲ ଭଲ ପୋଷାକ ପିନ୍ଧିବାକୁ ଦେଲେ। ଏହିପରି 8 ଦିନ ପର୍ଯ୍ୟନ୍ତ ତାଙ୍କୁ ସବୁ ପ୍ରକାର ବିଳାସ ମଧ୍ୟରେ ରଖିଲେ। କିନ୍ତୁ ବ୍ୟବହାରର ପରିବର୍ତ୍ତନରେ ଶୁକଙ୍କ ଶାନ୍ତ ଗମ୍ଭୀର
ମୁଖମଣ୍ଡଳ ଟିକିଏ ହେଲେ ପରିବର୍ତ୍ତିତ ହେଲା ନାହିଁ। ଦୁଆର ଦେଶରେ ଅପେକ୍ଷା କରିବା ସମୟରେ ସେ ଯେପରି ଥିଲେ, ଏହି ସକଳ ବିଳାସ ଭିତରେ ମଧ୍ୟ ଠିକ୍ ସେହିପରି ରହିଲେ। ତାପରେ ତାଙ୍କୁ ରାଜାଙ୍କ ନିକଟକୁ ନିଆଗଲା। ରାଜା ସିଂହାସନରେ ଉପବିଷ୍ଟ ଥିଲେ। ନୃତ୍ୟ, ଗୀତ, ବାଦ୍ୟ ଓ ଅନ୍ୟାନ୍ୟ ଆମୋଦ ପ୍ରମୋଦ ଚାଲିଥିଲା। ରାଜା ତାହାଙ୍କୁ ଗୋଟିଏ ଦୁଧପୂର୍ଣ୍ଣ ବାଟି ଦେଇ କହିଲେ, ଏହି ଦୁଧ ବାଟିଟି ଧରି 7 ଥର ରାଜସଭା ପ୍ରଦକ୍ଷିଣ କରିଆସ। ସାବଧାନ, ଯେପରି ଟପାଏ ହେଲେ ଦୁଧ ତଳେ ନ ପଡ଼େ। ସେହି ବାଳକ ବାଟିଟି ଧରି ଏହିସବୁ ଗୀତ, ବାଦ୍ୟ ଓ ସୁନ୍ଦରୀ ରମଣୀମାନଙ୍କ ମଧ୍ୟ ଦେଇ 7 ଥର ସଭା ପ୍ରଦକ୍ଷିଣ କଲେ। ଟପାଏ ହେଲେ ଦୁଧ ତଳେ ପଡ଼ିଲା ନାହିଁ। ସେ ବାଳକଙ୍କର ନିଜ ମନ ଉପରେ ଏପରି କ୍ଷମତା ଥିଲା ଯେ ପର୍ଯ୍ୟନ୍ତ ସେ ଇଚ୍ଛା ନ କରିବେ ସେ ପର୍ଯ୍ୟନ୍ତ ତାଙ୍କ ମନ କାହାରି ଦ୍ୱାରା ଆକୃଷ୍ଟ ହେବ ନାହିଁ। ବାଳକ ଉକ୍ତ ପାତ୍ରଟିକୁ ରାଜାଙ୍କ ନିକଟକୁ ଆଣିବାରୁ ରାଜା କହିଲେ, ତୁମ ପିତା ତୁମକୁ ଯାହା ଶିଖାଇଛନ୍ତି ଓ ତୁମେ ନିଜେ ଯାହା ଶିକ୍ଷା କରିଛ, ମୁଁ କେବଳ ତାହାରି ପୁନରାବୃତ୍ତି କରିପାରେ। ତୁମେ ସତ୍ୟ ଉପଲବ୍ଧି କରିଅଛ। ବର୍ତ୍ତମାନ ଘରକୁ ଯାଅ। ଅତଏବ ଦେଖାଗଲା, ଯେଉଁ ବ୍ୟକ୍ତି ନିଜକୁ ବଶୀଭୂତ କରିଅଛି, ବାହାରର କୌଣସି ବସ୍ତୁ ତା ଉପରେ କ୍ରିୟା କରିପାରେ ନାହିଁ। ତାକୁ ଆଉ କାହାରି ଦାସତ୍ୱ କରିବାକୁ ପଡ଼େ ନାହିଁ। ତାହାର ମନ ମୁକ୍ତ। ଏହିପରି ବ୍ୟକ୍ତି ହିଁ ଜଗତରେ ସୁଖ ସ୍ୱାଚ୍ଛନ୍ଦ୍ୟରେ ବାସ କରିବା ପାଇଁ ଯୋଗ୍ୟ। ଆମେ ସଚରାଚର 2ଟି ମତର ମନୁଷ୍ୟ ଦେଖିବାକୁ ପାଉ। କେହି କେହି ଦୁଃଖବାଦୀ। ସେମାନେ କହନ୍ତି, ଏ ପୃଥିବୀ କେଡ଼େ ଭୟାନକ, କେଡ଼େ ଅସତ୍। ଅପର କେତେଗୁଡ଼ିଏ ବ୍ୟକ୍ତି ସୁଖବାଦୀ। ସେମାନେ କହନ୍ତି, ଏ ଜଗତ କି ସୁନ୍ଦର, କି ଅପୂର୍ବ। ଯେଉଁମାନେ ନିଜ ମନକୁ ଜୟ କରିନାହାନ୍ତି, ସେମାନଙ୍କ ପକ୍ଷରେ ଏହି ଜଗତ ଦୁଃଖପୂର୍ଣ୍ଣ ଅଥବା ସୁଖ ଦୁଃଖ ମିଶ୍ରିତ ବୋଲି ପ୍ରତିଭାତ ହୁଏ। ଆମେ ଯେତେବେଳେ ଆମ ମନକୁ ବଶୀଭୂତ କରିପାରିବା, ସେତେବେଳେ ଏହି ସଂସାର ପୁଣି ସୁଖର ସଂସାରରେ ପରିଣତ ହେବ ବୋଲି ମନେ ହେବ। ସେତେବେଳେ କିଛି ଆମ ମନ ଉପରେ ଭଲ ବା ମନ୍ଦ ପ୍ରଭାବ ବିସ୍ତାର କରିପାରିବ ନାହିଁ। ଆମେ ସବୁକିଛି ବେଶ୍ ସାମଞ୍ଜସ୍ୟପୂର୍ଣ୍ଣ ଭାବରେ ଦେଖିପାରିବୁ। ଯେଉଁମାନେ ପ୍ରଥମେ ସଂସାରକୁ ନର୍କକୁଣ୍ଡ ବୋଲି ମନେ କରନ୍ତି, ସେହିମାନେ ଆତ୍ମସଂଯମ ପାଇଁ ସମର୍ଥ ହେଲେ ପୁଣି ଏହି ଜଗତକୁ ସ୍ୱର୍ଗ ବୋଲି କହିବେ। ଆମେ ଯଦି ପ୍ରକୃତ କର୍ମଯୋଗୀ ହେଉ ଏବଂ ନିଜକୁ ଏହି ଅବସ୍ଥାକୁ ନେଇଯିବାର ଶିକ୍ଷା କରିବାକୁ ଇଚ୍ଛା କରୁ, ତେବେ ଆମେ ଯେଉଁଠାରୁ ଆରମ୍ଭ କରୁନା କାହିଁକି, ପରିଶେଷରେ ପୂର୍ଣ୍ଣ ଆତ୍ମତ୍ୟାଗ ଅବସ୍ଥାରେ ଅବଶ୍ୟ ପହଞ୍ଚିପାରିବା। ଯେତେବେଳେ ଏହି କଳ୍ପିତ ଅହଂ ଚାଲିଯାଏ, ସେତେବେଳେ ଯେଉଁ ଜଗତ ପ୍ରଥମେ ଅମଙ୍ଗଳପୂର୍ଣ୍ଣ ବୋଲି ମନେ ହେଉଥିଲା, ତାହା ପରମାନନ୍ଦରେ ପୂର୍ଣ୍ଣ ଏବଂ ସ୍ୱର୍ଗ ବୋଲି ବୋଧ ହେବ। ଏହାର ବାୟୁ ପର୍ଯ୍ୟନ୍ତ ଶାନ୍ତିରେ ପୂର୍ଣ୍ଣ ହୋଇଯିବ। ପ୍ରତ୍ୟେକ ମନୁଷ୍ୟର ମୁଖ ଅତି ସୁନ୍ଦର ବୋଲି ମନେ ହେବ। ଏହା ହିଁ କର୍ମଯୋଗର ଚରମ ଗତି ଓ ଉଦ୍ଦେଶ୍ୟ ଏବଂ ଏହା ହିଁ କର୍ମଜୀବନର ପୂର୍ଣ୍ଣତା ବା ସିଦ୍ଧି। ଅତଏବ ଦେଖୁଛ ଯେ ଏହି ଭିନ୍ନ ଭିନ୍ନ ଯୋଗଗୁଡ଼ିକ ପରସ୍ପର ବିରୋଧୀ ନୁହେଁ। ପ୍ରତ୍ୟେକଟି ଆମମାନଙ୍କୁ ସେହି ଏକ ଲକ୍ଷ୍ୟରେ ପହଞ୍ଚାଇ ଦିଏ ଏବଂ ପୂର୍ଣ୍ଣତା ପ୍ରାପ୍ତି କରାଇ ଦିଏ। କିନ୍ତୁ ପ୍ରତ୍ୟେକଟିକୁ ହିଁ ଦୃଢ଼ ଭାବରେ ଅଭ୍ୟାସ କରିବାକୁ ହେବ। ଅଭ୍ୟାସ ହିଁ ସିଦ୍ଧିର ସମଗ୍ର ରହସ୍ୟ। ପ୍ରଥମେ ଶ୍ରବଣ, ତାପରେ ମନନ, ତାପରେ ଅଭ୍ୟାସ। ପ୍ରତ୍ୟେକ ଯୋଗ ସମ୍ବନ୍ଧରେ ଏହା ହିଁ ସତ୍ୟ। ପ୍ରଥମେ ଶୁଣିବାକୁ ହେବ, ତାପରେ ବୁଝିବାକୁ ପଡ଼ିବ। ଅନେକ ବିଷୟ ଯାହା ଆଦୌ ବୁଝି ହୁଏ ନାହିଁ, ତାହା ପୁନଃ ପୁନଃ ଶ୍ରବଣ ଓ ମନନ ଫଳରେ ସ୍ପଷ୍ଟୀକୃତ ହୋଇଯିବ। ସବୁ କଥା ଥରକରେ ବୁଝିବା ବଡ଼ କଷ୍ଟ। ପ୍ରତ୍ୟେକ ବିଷୟର ବ୍ୟାଖ୍ୟା ତୁମ ନିଜ ଭିତରେ ରହିଛି। କେହି କେବେ ହେଲେ ପ୍ରକୃତରେ ଅନ୍ୟ ଦ୍ୱାରା ଶିକ୍ଷିତ ହୋଇନାହିଁ। ପ୍ରତ୍ୟେକଙ୍କୁ ନିଜେ ନିଜେ ଶିକ୍ଷାଲାଭ କରିବାକୁ ହୁଏ। କାରଣ ବାହାରର ଆଚାର୍ଯ୍ୟ କେବଳ ଉଦ୍ଦୀପକ ମାତ୍ର। ସେହି ଉଦ୍ଦୀପନା ଦ୍ୱାରା ଆମମାନଙ୍କର ଅନ୍ତରସ୍ଥ ଗୁରୁ ହିଁ ଆମମାନଙ୍କୁ ସକଳ ବିଷୟ ବୁଝାଇ ଦିଅନ୍ତି। ସେତେବେଳେ ସବୁକିଛି ଆମର ଅନୁଭବ ଓ ଚିନ୍ତା ଦ୍ୱାରା ପ୍ରତ୍ୟକ୍ଷ ଓ ସ୍ପଷ୍ଟ ହୋଇଯାଏ। ସେତେବେଳେ ଆମେ ନିଜ ଆତ୍ମା ଭିତରେ ଏହି ସକଳ ତତ୍ତ୍ୱ ଅନୁଭବ କରୁ। ଏହି ଅନୁଭୂତି ହିଁ
ପ୍ରବଳ ଇଚ୍ଛାଶକ୍ତିରେ ପରିଣତ ହୁଏ। ପ୍ରଥମେ ଭାବ, ତାପରେ ଇଚ୍ଛା। ଏହି ଇଚ୍ଛାରୁ ଏପରି ପ୍ରବଳ କର୍ମର ଶକ୍ତି ଆସିବ ଯେ ତାହା ପ୍ରତି ଶିରାରେ, ପ୍ରତି ସ୍ନାୟୁରେ, ପ୍ରତି ପେଶୀରେ କାର୍ଯ୍ୟ କରିବ। ସେହି ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ତୁମର ସମସ୍ତ ଶରୀରଟି ଏହି ନିଷ୍କାମ କର୍ମର ଗୋଟିଏ ଯନ୍ତ୍ରରେ ପରିଣତ ନ ହୋଇଛି। ଏହାର ଫଳ ସମ୍ପୂର୍ଣ୍ଣ ଆତ୍ମତ୍ୟାଗ, ପୂର୍ଣ୍ଣ ନିଃସ୍ୱାର୍ଥତା। ଏହା କୌଣସି ମତାମତ ବା ବିଶ୍ୱାସ ଉପରେ ନିର୍ଭର କରେ ନାହିଁ। ଖ୍ରୀଷ୍ଟିଆନ ହୁଅ, ଇହୁଦୀ ହୁଅ ବା ଜେଣ୍ଟାଇଲ ହୁଅ, ସେଥିରେ କିଛି ଯାଇ ଆସେ ନାହିଁ। ଏକମାତ୍ର ପ୍ରଶ୍ନ ହେଲା, ତୁମେ କ'ଣ ସ୍ୱାର୍ଥଶୂନ୍ୟ? ତାହା ଯଦି ହୁଅ, ତେବେ ତୁମେ ଖଣ୍ଡିଏ ହେଲେ ଧର୍ମ ପୁସ୍ତକ ନ ପଢ଼ି ଏବଂ କୌଣସି ଗିର୍ଜା ବା ମନ୍ଦିରକୁ ନ ଯାଇ ମଧ୍ୟ ସିଦ୍ଧ ହେବ। ଆମର ବିଭିନ୍ନ ଯୋଗ ପ୍ରଣାଳୀର ପ୍ରତ୍ୟେକଟି ହିଁ ଅପର ପ୍ରଣାଳୀର କିଛି ମାତ୍ର ସହାୟତା ନ ନେଇ ମନୁଷ୍ୟକୁ ପୂର୍ଣ୍ଣ କରିବାକୁ ସମର୍ଥ। କାରଣ ପ୍ରତ୍ୟେକଟିର ଲକ୍ଷ୍ୟ ହେଲା ଏକ। କର୍ମଯୋଗ, ଭକ୍ତିଯୋଗ, ଜ୍ଞାନଯୋଗ, ସକଳ ଯୋଗ ହିଁ ମୁକ୍ତିଲାଭର ସାକ୍ଷାତ ଓ ସ୍ୱତନ୍ତ୍ର ଉପାୟ। ସାଂଖ୍ୟ ଯୋଗୌ ପୃଥଗ୍ବାଲାଃ ପ୍ରବଦନ୍ତି ନ ପଣ୍ଡିତାଃ। ଅଜ୍ଞମାନେ ହିଁ କର୍ମ ଓ ଜ୍ଞାନକୁ ପୃଥକ୍ ବୋଲି କହିଥାନ୍ତି, ପଣ୍ଡିତମାନେ ନୁହଁ। ଜ୍ଞାନୀମାନେ ଜାଣନ୍ତି ଏହି ଦୁଇ ପଥ ଆପାତତଃ ପୃଥକ୍ ବୋଲି ପ୍ରତୀୟମାନ ହେଲେ ମଧ୍ୟ ଶେଷରେ ମନୁଷ୍ୟକୁ ପୂର୍ଣ୍ଣତା ରୂପକ ଏକ ଲକ୍ଷ୍ୟରେ ହିଁ ପହଞ୍ଚାଇଥାନ୍ତି। ଓಂ ଶାନ୍ତି ଶାନ୍ତି ଶାନ୍ତି। ହରି ଓಂ ତତ୍ସତ୍।